ଜୟ ଜଗନ୍ନାଥ ହର ହର ଶମ୍ଭୁ ସ୍ୱାଗତ କରୁଛି ଆପଣଙ୍କୁ ଆମ ଚ୍ୟାନେଲ ଡିଭାଇନ୍ ଟକ୍ ଓଡ଼ିଆକୁ। ଆଜି ଆମେ ଆଲୋଚନା କରିବା ମା କାତ୍ୟାୟନୀଙ୍କ କଥା। ନବରାତ୍ର ନବ ସ୍ୱରୂପର ଷଷ୍ଠ ରୂପ ହେଉଛନ୍ତି ମା କାତ୍ୟାୟନୀ। ଆଜି ନବରାତ୍ରର ଷଷ୍ଠ ଦିନ। ଶାସ୍ତ୍ର ଅନୁସାରେ ଏହି ଦିନ ଆଦିଶକ୍ତି ମା ଦୁର୍ଗାଙ୍କୁ କାତ୍ୟାୟନୀ ରୂପରେ ପୂଜା କରାଯାଏ। ଦେବୀଙ୍କର ଏହି ସ୍ୱରୂପକୁ କନ୍ୟାମାନେ ପୂଜା କଲେ ଯୋଗ୍ୟ ଜୀବନସାଥୀ ପ୍ରାପ୍ତ ହୋଇଥାଏ ବୋଲି ମାନ୍ୟତା ଅଛି। ମାତାଙ୍କ ଆଲୌକିକ ତେଜ ଏବଂ ପ୍ରତାପରେ ରୋଗ, ଶୋକ, ସନ୍ତାପ ଓ ଭୟ ବିନାଶ ହୋଇଥାଏ। ମା କାତ୍ୟାୟନୀ ତାଙ୍କ ଭକ୍ତଙ୍କ ପ୍ରତି ସର୍ବଦା ଉଦାର ଭାବ ରଖିଥାନ୍ତି। ମା କାତ୍ୟାୟନୀ ଚତୁର୍ଭୁଜା ହୋଇଥିବା ବେଳେ ଦୁଇ ହାତରେ କମଳ ଓ ଖଣ୍ଡା ଧରି ବସିଛନ୍ତି, ଆଉ ଅନ୍ୟ ଦୁଇ ହାତରେ ଜଗତର ମଙ୍ଗଳ ପାଇଁ ଆଶୀର୍ବାଦ ଦେଉଛନ୍ତି। ମାଙ୍କର ବାହନ ହେଉଛନ୍ତି ସିଂହ। ଏହି ରୂପରେ ମାଙ୍କର ତେଜମୟ ଭାବରେ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତି। ମାଙ୍କର ଆରାଧନାରେ ଷଷ୍ଠରେ ମା ତୁମେ କାତ୍ୟାୟନୀ ବେଶ ସ୍ୱର୍ଣ୍ଣଭ ରୂପ ଶୋଭିବ। ଧର୍ମ ଅର୍ଥ କାମ ମୋକ୍ଷ ପୁରୁଷାର୍ଥ ସତେକି ପ୍ରାପ୍ତ ହୋଇବ। ପୌରାଣିକ କଥାବସ୍ତୁ ଅନୁସାରେ ମା ଦୁର୍ଗାଙ୍କର ଜଣେ ଶ୍ରେଷ୍ଠ ଭକ୍ତ ଥିଲେ। ସେ ଥିଲେ ଋଷି କାତ୍ୟାୟନ। ତାଙ୍କ ତପସ୍ୟାରେ ମାତା ପ୍ରସନ୍ନ ହୋଇ କାତ୍ୟାୟନୀଙ୍କ ଘରେ ପୁତ୍ରୀ ଭାବରେ ପ୍ରକଟ ହୋଇଥିବାରୁ ମାତାଙ୍କ ନାମ କାତ୍ୟାୟନୀ ରହିଛି। କଥାରେ ଅଛି ଭଗବାନ ଶ୍ରୀରାମ ଏବଂ ଶ୍ରୀକୃଷ୍ଣ ମାତା କାତ୍ୟାୟନୀଙ୍କୁ ପୂଜା କରିଥିଲେ। ମା କାତ୍ୟାୟନୀ ମହିଷାସୁରକୁ ବଧ କରି ଜଗତକୁ ଅଭୟ ପ୍ରଦାନ କରିଥିଲେ। ମାତା କାତ୍ୟାୟନୀ ମହିଷାସୁରକୁ ବଧ କରିଥିଲେ, ସେଥିପାଇଁ ତାକୁ ପାପୀ ଅସୁର ଦାନବଙ୍କୁ ନାଶ କରୁଥିବା ଦେବୀ ବୋଲି କୁହାଯାଏ। ମା କାତ୍ୟାୟନୀଙ୍କୁ ପୂଜା କଲେ ବ୍ୟକ୍ତିକୁ ତାର ସମସ୍ତ ଇନ୍ଦ୍ରିୟ ବଶ କରିବାର ଶକ୍ତି ମଧ୍ୟ ପ୍ରାପ୍ତ ହୋଇଥାଏ। କୁହାଯାଏ ଯେ କତ ନାମରେ ଜଣେ ପ୍ରସିଦ୍ଧ ଋଷି ଥିଲେ। ତାଙ୍କ ଔରସରୁ କାତ୍ୟ ଗୋତ୍ରରେ ବିଶ୍ୱ ପ୍ରସିଦ୍ଧ ମହର୍ଷି କାତ୍ୟାୟନ ଜନ୍ମଲାଭ କରିଥିଲେ। ଯେତେବେଳେ ଅସୁର ମହିଷାସୁରର ଅତ୍ୟାଚାର ଦେବତା ଓ ଋଷିମାନଙ୍କ ଉପରେ ବଢ଼ିଗଲା, ତାର ବିନାଶ ପାଇଁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ଜଣେ ଦେବୀଙ୍କୁ ଉତ୍ପନ୍ନ କରିଥିଲେ। ସେ ଥିଲେ ଜଗଦମ୍ବା କାତ୍ୟାୟନୀ। ପୌରାଣିକ ମତରେ କାତ୍ୟାୟନୀଙ୍କ ଋଷିକ ଆଶ୍ରମରେ ଜନ୍ମଲାଭ କରିଥିବାରୁ ତାଙ୍କ ନାମ କାତ୍ୟାୟନୀ ହୋଇଥିଲା ବୋଲି କୁହାଯାଏ। ଶ୍ରୀମଦ୍ ଭାଗବତ ମହାପୁରାଣ ଅନୁସାରେ ଭଗବାନ କୃଷ୍ଣଙ୍କୁ ପ୍ରତି ରୂପରେ ପାଇବା ପାଇଁ ବ୍ରଜର ଗୋପୀମାନେ ଦେବୀ କାତ୍ୟାୟନୀଙ୍କୁ ଆରାଧନା କରିଥିଲେ। ତେଣୁ ବିବାହ ହୋଇପାରୁନଥିବା ଯୁବତୀମାନେ ମାଙ୍କ ଆରାଧନା କଲେ ମନଲାଖି ସ୍ୱାମୀ ମିଳେ ବୋଲି ବିଶ୍ୱାସ ରହିଛି। ମା କାତ୍ୟାୟନୀଙ୍କ ପ୍ରସିଦ୍ଧ ପ୍ରସାଦ ହେଉଛି ଖେଚୁଡ଼ି ବା ହଳଦିଆ ରଙ୍ଗର ଖାଦ୍ୟ। ଏହାକୁ ନିଷ୍ଠାର ସହ ଭୋଗ ଲଗାଇଲେ ସମସ୍ତ ମନୋଭୀଷ୍ଟ ପୂରଣ ହୋଇଥାଏ ବୋଲି ବିଶ୍ୱାସ ଅଛି। ଏବେ ଚାଲନ୍ତୁ ଆମେ ଜାଣିବା କାତ୍ୟାୟନୀଙ୍କ ଏହି ସ୍ୱରୂପ ନାରୀର କେଉଁ ସ୍ୱରୂପ ସହିତ। କାତ୍ୟାୟନୀ ହେଉଛି ମାଙ୍କର ଷଷ୍ଠ ସ୍ୱରୂପ, ଯାହାକି ମାତୃତ୍ୱ ଲାଭ ପରେ ଗୋଟିଏ ନାରୀର ସାଧନା ତଥା ସଂଯମତା ଧାରଣ କରିବା କ୍ଷମତା ସହିତ ଜଡ଼ିତ। ଯେପରି ମାତୃତ୍ୱ ପରେ ମାତା ନିଜ ସନ୍ତାନଙ୍କ ରକ୍ଷା ପାଇଁ ମହିଷାସୁରର ଦମନ କରିଥିଲେ, ଠିକ୍ ସେହିଭଳି ପ୍ରତ୍ୟେକ ନାରୀ ମାତୃତ୍ୱକୁ ଉପନୀତ ହେବା ପରେ ନିଜ ଜୀବନର ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତି ସହିତ ଅତ୍ୟନ୍ତ ସଂଯମତାର ସହିତ ଲଢ଼ି ବିଜୟ ହୋଇଥାନ୍ତି ନିଜ ସନ୍ତାନଙ୍କର ସୁରକ୍ଷା ପାଇଁ। ଯେପରି ମା କାତ୍ୟାୟନୀ ଆମ ପାଇଁ ଲଢ଼ି ମହିଷାସୁରକୁ ବଧ କରିଥିଲେ, ସେହିପରି ଗୋଟେ ମା ନିଜର ସନ୍ତାନର ସୁରକ୍ଷା ପାଇଁ ଯେକୌଣସି ସ୍ତରକୁ ବି ଯାଇପାରେ। ଏହି ହେଉଛି ମାତା କାତ୍ୟାୟନୀଙ୍କର ନାରୀର ସହିତ ସାମଞ୍ଜସ୍ୟ। ଏହିଭଳି ଭାବେ ଜୀବନର ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତିରେ ନାରୀ ସାଧନା ତଥା ସଂଯମତା ଧାରଣ କରିଥିବାରୁ ସେ କାତ୍ୟାୟନୀଙ୍କ ସ୍ୱରୂପା। ତେଣୁ ପ୍ରତ୍ୟେକ ନାରୀର ଏହି ଅବସ୍ଥା କାତ୍ୟାୟନୀ ମାଙ୍କ ସହିତ ଜଡ଼ିତ। ଆପଣଙ୍କୁ ଯଦି ଏହି ଭିଡ଼ିଓ ଭଲ ଲାଗିଲା ନିଶ୍ଚିତ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ମା କାତ୍ୟାୟନୀ ଦେବୀଙ୍କର ଜୟ ହେଉ ଲେଖିଦେବେ। ଜୟ ମା ଦୁର୍ଗାଙ୍କର ଜୟ ହେଉ। କାତ୍ୟାୟନୀ ଦେବୀଙ୍କର ମନ୍ତ୍ର ହେଉଛି କାତ୍ୟାୟନୀ ମହାମାୟ ମହାୟୋଗିନ୍ୟ ଧୀରୀଶ୍ୱରୀ ନନ୍ଦମ୍ ଗୋପସୂତಂ ଦେବୀ ପତି ମେ କୁରୁତେ ନମଃ। ଓಂ ହ୍ରୀଂ କ୍ରୀଂ କାତ୍ୟାୟନେ ସ୍ୱାହା। ହିଂ ସିଂ କାତ୍ୟାୟନେ ସ୍ୱାହା। ବିବାହ ଯଦି ଆପଣ ବିଳମ୍ବ ହେଉଛି, ଏହି ମନ୍ତ୍ରରେ ଆମେ ମା କାତ୍ୟାୟନୀଙ୍କୁ ପୂଜା କଲେ ବିବାହ ଉପଯୁକ୍ତ ପତି ମିଳେ ବୋଲି ବିଶ୍ୱାସ ଅଛି। ବିବାହ ହେତୁ ମନ୍ତ୍ର ଓಂ କାତ୍ୟାୟନୀ ମହାମାୟ ମହାୟୋଗିନ୍ୟ ଧୀଶ୍ୱରୀ ନନ୍ଦ ଗୋପସୂତಂ ଦେବୀ ପତି ମେ କୁରୁତେ ନମଃ। ହେ ଗୌରୀ ଶଙ୍କରାର୍ଦ୍ଧାଙ୍ଗୀ ଯଥା ତ୍ୱଂ ଶଙ୍କର ପ୍ରିୟାଂ ତଥା ମା କୌରୁ କଲ୍ୟାଣୀ କାନ୍ତା କାନ୍ତା ସୁଦୁର୍ଲଭାಂ। ଓಂ ଦେବେନ୍ଦ୍ରାଣୀ ନମସ୍ତୁଭ୍ୟଂ ଦେବେନ୍ଦ୍ର ପ୍ରିୟ ଭାମିନୀ ବିବାହಂ ଭାଗ୍ୟମାରୋଗ୍ୟಂ ଶୀଘ୍ରಂ च देहि मे। ओं शं शंकराय सकलं जन्मार्जितं पाप विध्वंसनाय पुरुषार्थ चतुष्मय लाभाय च पतिं मे देहि कुरु कुरु स्वाहा। विवाहते सूर्य मंत्र ओं देवेन्द्राणि नमस्तुभ्यं देवेन्द्र प्रिय भामिनी विवाहं भाग्यमारोग्य शीघ्र लाभं च देहि मे। एटा हूँ माँ कात्यायनी मंत्र।
ଏହି ଷଷ୍ଠ ଦିବସରେ ମାଙ୍କର ବିଲ୍ୱ ବରଣ ନୀତି ଅନୁଷ୍ଠିତ ହୁଏ। ଆପଣ ଦେଖନ୍ତୁ ଘରେ ଯଦି ପୂଜା କରୁଛନ୍ତି, ନବରାତ୍ରି ପୂଜା କରୁଛନ୍ତି, ଯାହା ବି ପୂଜା କରୁଛନ୍ତି, ବିଶ୍ୱାସ କରାଯାଏ ଯେ ମା ମୂଳାଷ୍ଟମୀ ଦିନ ଆସି ବେଲଗଛ ଶାଖାରେ ବସବାସ କରନ୍ତି। ତେଣୁ ଆପଣ ଷଷ୍ଠୀ ଦିନ ବେଲ ବରଣ ନୀତି କରିବେ। ଗୁଆ ଗୋଟେ ପାନ ଗୋଟେ ଦେଇ ମାଙ୍କୁ ନିମନ୍ତ୍ରଣ କରିବେ। ଆପଣ ଯେମିତି ନିମନ୍ତ୍ରଣ କରୁଛନ୍ତି, ନହେଲେ ମାଙ୍କୁ ଯାଇକି ପ୍ରାର୍ଥନା କରିକି ବେଲଗଛ ପାଖରେ ପ୍ରାର୍ଥନା କରିକି ଆପଣ ଆଣିବେ। ମାଙ୍କର ହେଉଛି ବେଲଗଛ, ବେଲପତ୍ର ମାଙ୍କର ଅତ୍ୟନ୍ତ ପ୍ରିୟ। ଆଉ ମାଙ୍କର ପୂଜାରେ ନଡ଼ିଆ ଲଗାଇବେନି, ମାଙ୍କର ଡାଳିମ୍ବ ହେଉଛି ଅତ୍ୟନ୍ତ ପ୍ରିୟ। ଆପଣଙ୍କୁ ଏଇ ଭିଡ଼ିଓ ଯଦି ଭଲ ଲାଗିଲା ନିଶ୍ଚିତ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ମା କାତ୍ୟାୟନୀ ଦେବୀଙ୍କର ଜୟ ଲେଖିଦେବେ। ଜୟ ମା କାତ୍ୟାୟନୀ ଦେବୀ ଦୁନିଆର ସମସ୍ତଙ୍କର ଦୁଃଖ ଦୂର କର ମା।